ଏହି ସମୟ ଆସନ୍ତୁ ଆମ୍ଭେ ଉପଦେଶ ଶୀର୍ଷକ ନମ୍ବର 1ର ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ନମ୍ବର 1ର ଅର୍ଥ କ'ଣ ଅଟେ? କ'ଣ ଏହାର ଅର୍ଥ ସର୍ବୋତ୍ତମ ନୁହେଁ? ଆମ୍ଭମାନଙ୍କ ପରମେଶ୍ୱର ନମ୍ବର 1 ଅଟନ୍ତି ଏବଂ ଆମ୍ଭେ ନମ୍ବର 1ର ସନ୍ତାନ ଅଟୁ। ପରମେଶ୍ୱରଙ୍କ ଦୃଷ୍ଟିକୋଣରେ ଆମ୍ଭେ ସ୍ୱର୍ଗ ରାଜ୍ୟରେ ନମ୍ବର 1 ଅଟୁ। ପରମେଶ୍ୱର ଆମ୍ଭମାନଙ୍କ ଚିନ୍ତା କରନ୍ତି ଓ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ଯେତେବେଳେ ଆମ୍ଭେମାନଙ୍କଠାରେ ଏପରି ଆତ୍ମିକ ଆଶା ଥାଏ ଓ ଆମ୍ଭେ ଏପରି ଅନୁଭବ ସହିତ ବଞ୍ଚିବା, ତେବେ ଆମ୍ଭେ ସର୍ବଦା ଖୁସି ରହିବା। କିନ୍ତୁ କ'ଣ ହେବ ଯଦି ଆମ୍ଭମାନଙ୍କ ପାଖରେ କୌଣସି ଅନୁଭବ ନଥାଏ? ଆମ୍ଭେ କ୍ଳାନ୍ତ ହୋଇଯିବୁ। ଯଦିଓ ତାହା କେତେ ଉତ୍ତମ ହେଉନା କାହିଁକି, ଆମ୍ଭେ ତାହାର ମୂଲ୍ୟର ପ୍ରଶଂସା କରିବା ନାହିଁ। ତାପରେ ଆମ୍ଭମାନଙ୍କ ଜୀବନ ଦୟନୀୟ ହେବ। ତେବେ ପରମେଶ୍ୱର କାହିଁକି ନମ୍ବର 1 ଅଟନ୍ତି? ପରମେଶ୍ୱର ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟି କଲେ। ସେ ବ୍ରହ୍ମାଣ୍ଡରେ ଶାସନ କରନ୍ତି। ପରମେଶ୍ୱର ସେ ଅଟନ୍ତି ଯିଏ ବ୍ରହ୍ମାଣ୍ଡରେ ଅନନ୍ତ ଜୀବନର ସୃଷ୍ଟି କଲେ। ଏଥିପାଇଁ ନମ୍ବର 1ର ଶୀର୍ଷକ ପରମେଶ୍ୱରଙ୍କୁ ସମର୍ପିତ କରାଯାଇପାରିବ। ପରମେଶ୍ୱର ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି। ଏହି କାରଣରୁ ପରମେଶ୍ୱରଙ୍କ ବାକ୍ୟ ସର୍ବୋତ୍ତମ ବାକ୍ୟ ଅଟେ। ହଁ ନା? ମାତ୍ର ଲୋକମାନେ ଏହି ବିଷୟକୁ ବୁଝିବାରେ କିଏ ସର୍ବୋତ୍ତମ ଅଟନ୍ତି ବିଫଳ ହୋଇଯାଉଛନ୍ତି। ସେମାନେ କହନ୍ତି, ଗେଟେ ଏହା କହିଲେ, ଭୋଲ୍ଟେୟର ତାହା କହିଲେ, ସୁକ୍ରାତ ଏହା କହିଲେ। ଲୋକେ ମନୁଷ୍ୟମାନଙ୍କ ବାକ୍ୟର ଆଦର କରନ୍ତି, ମାତ୍ର ବାସ୍ତବରେ କାହାର ବାକ୍ୟ ସର୍ବୋତ୍ତମ ଅଟେ? ପରମେଶ୍ୱରଙ୍କ ବାକ୍ୟ। ହଁ ନା? ସିଓନର ସମସ୍ତ ସନ୍ତାନମାନଙ୍କୁ ଏହାର ଅନୁଭବ କରିବା ଉଚିତ, ଯାହାଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ବୁଦ୍ଧି ଓ ଜ୍ଞାନ ଅର୍ଜନ କରିପାରିବା। ପରମେଶ୍ୱରଙ୍କ ବାକ୍ୟ ସର୍ବୋତ୍ତମ ଅଟେ। ପରମେଶ୍ୱର କାହାକୁ ସବୁଠାରୁ ଅଧିକ ପ୍ରେମ କରନ୍ତି? ମାତା ପିତା ଦୁନିଆରେ ସବୁଠାରୁ ଅଧିକ କାହାକୁ ପ୍ରେମ କରନ୍ତି? ତାହାଙ୍କ ସନ୍ତାନମାନଙ୍କୁ। ତେବେ ସ୍ୱର୍ଗୀୟ ମାତା ପିତା କାହାକୁ ସବୁଠୁ ଅଧିକ ପ୍ରେମ କରନ୍ତି? ଆମ୍ଭେ ତାହାଙ୍କ ସନ୍ତାନମାନଙ୍କୁ। ହଁ ନା? ପରମେଶ୍ୱର ଆମ୍ଭମାନଙ୍କୁ ସବୁଠାରୁ ଅଧିକ ପ୍ରେମ କରନ୍ତି ଏବଂ ଆମ୍ଭମାନଙ୍କୁ ନମ୍ବର 1 ଘୋଷଣା କରନ୍ତି। କ'ଣ ଏହା ଛଡ଼ା କିଛି ଉତ୍ତମ ଅଛି? ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରେମ ପ୍ରାପ୍ତ କରିଥାଉ। ଏହା ମଧ୍ୟ ଲେଖା ଅଛି, ଯେଉଁ ବିଷୟ ଚକ୍ଷୁ ଦେଖି ନାହିଁ ଓ କାନ ଶୁଣି ନାହିଁ, ଆଉ ଯେଉଁ ବିଷୟ ମନୁଷ୍ୟଙ୍କ ଚିନ୍ତାରେ ଆସିନାହିଁ, ତାହା ହିଁ ଅଟେ ଯାହା ପରମେଶ୍ୱର ଆପଣା ପ୍ରେମକାରୀଙ୍କ ନିମନ୍ତେ ପ୍ରସ୍ତୁତ କରିଛନ୍ତି। ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ସେହି ପ୍ରକାର ଅତି ଉତ୍ତମ ଓ ରମଣୀୟ ଦୁନିଆ ପ୍ରସ୍ତୁତ କରିଛନ୍ତି। ହଁ ନା? ଆମ୍ଭେ ସମସ୍ତଙ୍କୁ ସେହି ଦୁନିଆ ଅର୍ଥାତ୍ ସ୍ୱର୍ଗ ରାଜ୍ୟରେ ଅବଶ୍ୟ ଯିବା ଉଚିତ, ଯାହା ପରମେଶ୍ୱର ପ୍ରସ୍ତୁତ କରିଛନ୍ତି। ଆସନ୍ତୁ ଆମ୍ଭେ ନିଜକୁ କ୍ଷୁଦ୍ର ଗ୍ରହ ପୃଥିବୀରେ ସୀମିତ ନ କରିବା। ସମସ୍ତ ବ୍ରହ୍ମାଣ୍ଡର କଳ୍ପନା କରନ୍ତୁ। ଆମ୍ଭେ କେବଳ ଏହି ଗ୍ରହରେ ହିଁ ନୁହେଁ, ମାତ୍ର ସମସ୍ତ ବ୍ରହ୍ମାଣ୍ଡରେ ପରମେଶ୍ୱରଙ୍କ ସନ୍ତାନ ଅଟୁ। ବ୍ରହ୍ମାଣ୍ଡରେ ସ୍ୱର୍ଗଦୂତ ଓ ସମସ୍ତ ଆତ୍ମିକ ପ୍ରାଣୀ ଆମ୍ଭମାନଙ୍କ ଈର୍ଷା କରନ୍ତି। ପିତା ଓ ମାତାଙ୍କୁ ଧନ୍ୟବାଦ। ମୁଁ ବକିଂହମ୍ ରାଜଭବନ ଯାଇଅଛି। ମୋ ଆଗରେ ଏକ କାର ଅଟକିଲା, ଆଉ ସେଥିରୁ ଜଣେ ରାଜକୁମାର ବାହାରିଲା। ଯେତେବେଳେ ସେ ବାହାରକୁ ବାହାରିଲା, ସେତେବେଳେ ଲୋକମାନେ ଚିତ୍କାର କରି, ଓ ରାଜକୁମାର ବିଲିୟମ କହିବାକୁ ଲାଗିଲେ, ସେ ମନୁଷ୍ୟ ସମାନ। ତାହାର ଆଖି, କାନ ଓ ଗୋଟିଏ ନାକ ଅଛି। ତାହାଠାରେ ବିଶେଷ ରୂପରେ କୌଣସି ଭିନ୍ନତା ନଥିଲା। ଏକ ବସ୍ତୁ ଯାହା ତାହାକୁ ପ୍ରସିଦ୍ଧ କଲା, ତାହା ଥିଲା ତାହାର ପଦ। ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନାତି ଥିଲା। ସେ କେତେକ ବ୍ରିଟିଶ ଲୋକମାନଙ୍କ ଦ୍ୱାରା ଈର୍ଷା, ସମ୍ମାନିତ ଓ ଆଦର କରାଗଲା। ଯେତେବେଳେ ମୁଁ ଏହା ଦେଖିଲି, ତେବେ ମୁଁ ଚିନ୍ତା କଲି, ସ୍ୱର୍ଗରେ ଆମ୍ଭମାନଙ୍କ କ'ଣ ହେବ? ଏହି କ୍ଷୁଦ୍ର ଗ୍ରହ ପୃଥିବୀରେ ମଧ୍ୟ, ଯାହା ବ୍ରହ୍ମାଣ୍ଡରେ ଏକ ଧୂଳିକଣା ସଦୃଶ୍ୟ ଅଟେ, ଅନେକ ଲୋକଙ୍କ ଦ୍ୱାରା ଏହି ବିଷୟକୁ ନେଇ, କାରଣ ସେ ଜଣେ ରାଣୀଙ୍କ ନାତି ଅଟେ, ସେହି ବ୍ୟକ୍ତିର ଈର୍ଷା କରାଯାଇଥାଏ। ତେବେ ଯେତେବେଳେ ଆମେ ସ୍ୱର୍ଗ ରାଜ୍ୟରେ ପହଞ୍ଚିବା ଓ ବ୍ରହ୍ମାଣ୍ଡରେ ଶାସନ କରିବା,
ସେତେବେଳେ ସ୍ୱର୍ଗଦୂତ ଆମ୍ଭମାନଙ୍କୁ କେଉଁ ପ୍ରକାର ଦେଖିବେ? ଆମ୍ଭମାନଙ୍କୁ ସ୍ୱର୍ଗୀୟ ପଦ ଓ ଶୀର୍ଷକ ନ ହରାଇବା ଦରକାର। ଆମ୍ଭମାନଙ୍କୁ ନିଶ୍ଚୟ ହିଁ ଏହାକୁ ଧରି ରଖିବା ଉଚିତ। ଲୋକମାନେ ଆତ୍ମିକ ଦୁନିଆକୁ ଦେଖିପାରିବେ ନାହିଁ। ଏଥିପାଇଁ ସେମାନେ ଏହି ପୃଥିବୀରେ ଉଚ୍ଚ ପଦ ଓ ଉତ୍ତମ ଶୀର୍ଷକ ପାଇବାକୁ ଇଚ୍ଛା କରନ୍ତି। ସେମାନେ ଏହି ଦୁନିଆରେ ଅନ୍ୟମାନଙ୍କଠାରୁ ଅଧିକ ଉତ୍ତମ ଜୀବନ ଅତିବାହିତ କରିବାକୁ ଇଚ୍ଛା କରନ୍ତି। ମାତ୍ର ଆମ୍ଭମାନଙ୍କୁ ଏହି ବାସ୍ତବିକତାର ସ୍ମରଣ କରିବା ଦରକାର। ଆମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନ ଅଟୁ। ଆଉ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ମହାନ ପଦ ପ୍ରସ୍ତୁତ କରିଛନ୍ତି। ହଁ ନା? ମୁଁ ଅନେକ ଥର ଯୁକ୍ତରାଷ୍ଟ୍ରକୁ ଯାଇଅଛି। ଯୁକ୍ତରାଷ୍ଟ୍ର ଲୋକମାନଙ୍କୁ ଖୁସି ରଖିବା ନିମନ୍ତେ 17ଟି ଲକ୍ଷ୍ୟ ନିର୍ଦ୍ଧାରିତ କରିଅଛି। ସେହି ଲକ୍ଷ୍ୟ ନିମନ୍ତେ ଲୋକ ଆପଣା କ୍ଷେତ୍ରରେ ପ୍ରୟାସ କରନ୍ତି। ଯେତେବେଳେ ସେମାନଙ୍କ ଚେଷ୍ଟାକୁ ମାନ୍ୟତା ଦିଆଯାଇଥାଏ, ସେତେବେଳେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। କିନ୍ତୁ ପୁଣି ସେହି 17ଟି ଲକ୍ଷ୍ୟ ମୋତେ ଏହା ଚିନ୍ତା କରିବାକୁ ଦେଲା, ସ୍ୱର୍ଗରେ ଆମ୍ଭମାନଙ୍କ ଚେଷ୍ଟାକୁ କେତେ ଅଧିକାଂଶ ଭାବେ ମାନ୍ୟତା ଦିଆଯିବ। ପରମେଶ୍ୱର କହିଲେ, ମୋ ବ୍ୟତୀତ ଆଉ କେହି ଈଶ୍ୱର ନାହିଁ, ମୋ ବ୍ୟତୀତ ଆଉ କେହି ଉଦ୍ଧାରକର୍ତ୍ତା ନାହିଁ। ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ମହାନତାକୁ ଭୁଲିବା ନାହିଁ, କିନ୍ତୁ ଏହି ବର୍ଷ ପରମେଶ୍ୱରଙ୍କ ଇଚ୍ଛାର ଶାଳୀନତାପୂର୍ବକ ପାଳନ କରିବା। ପରମେଶ୍ୱରଙ୍କ ନିମନ୍ତେ ଅନେକ ବିଶେଷକ ଅଛି। ଦାନିଏଲଙ୍କ ପୁସ୍ତକରେ ପରମେଶ୍ୱରଙ୍କୁ ପରମ ପ୍ରଧାନ ଭାବରେ ବର୍ଣ୍ଣିତ କରାଯାଇଅଛି। ଏହା ଲେଖା ଅଛି, ପରମ ପ୍ରଧାନଙ୍କ ଲୋକଙ୍କୁ ରାଜ୍ୟ ଦିଆଯିବ। ପରମେଶ୍ୱରଙ୍କ ବାକ୍ୟ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ବାକ୍ୟ ଅଟେ। ଏଥିପାଇଁ ଏହା ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18ରେ କ'ଣ କହିଥାଏ? ଏହା କହିଥାଏ ଯେ ଯାହାକୁ ମଧ୍ୟ ନା ତ ପରମେଶ୍ୱରଙ୍କ ବାକ୍ୟରେ କିଛି ଯୋଗ କରିବା ଉଚିତ ଏବଂ ନାହିଁ କିଛି ଲୋପ କରିବା ଉଚିତ। ଜଣେ ବ୍ୟକ୍ତି ଚିନ୍ତା କରିପାରେ, ଯଦି ସେ ଏଥିରେ କିଛି ବୃଦ୍ଧି କରେ ବା ଏଥିରେ ଅନ୍ୟ ବସ୍ତୁ ମିଶ୍ରଣ କରେ, ତାହାହେଲେ ଏହା ଉତ୍ତମ ହେବ। ମାତ୍ର କଥା ଏପରି ନୁହେଁ। ପରମେଶ୍ୱର ମାନବ ଜାତି ନିମନ୍ତେ ସର୍ବୋତ୍ତମ ମାର୍ଗ ପ୍ରସ୍ତୁତ କରିଛନ୍ତି। ଯଦି କେହି ମନୁଷ୍ୟ ପରମେଶ୍ୱରଙ୍କ ମାର୍ଗରେ କିଛି ବୃଦ୍ଧି କରେ, ସେ ଉତ୍ତମ ପ୍ରଣାଳୀରେ ବାଧା ପ୍ରସ୍ତୁତ କରିବ ଓ ତାହାକୁ ଅସ୍ତବ୍ୟସ୍ତ କରିଦେବ। ହଁ ନା? ଏଥିପାଇଁ ପରମେଶ୍ୱର କହିଲେ, ଏଥିରେ ନାହିଁ କିଛି ଯୋଗ କରିବ ଏବଂ ଏଥିରେ ନାହିଁ କିଛି ହ୍ରାସ କରିବ। ସେହି ସମସ୍ତ ବିଷୟ ଯାହା ମୁଁ ତୁମମାନଙ୍କୁ ଆଜ୍ଞା ଦେଇଅଛି, ପାଳନ କରିବାକୁ ଶିକ୍ଷା ଦିଅ, ଯାହାଦ୍ୱାରା ସେମାନେ ତାହା ପାଳନ କରିପାରିବେ। ବିଶ୍ୱରେ ସମୁଦ୍ର କୂଳର ବାଲୁକା ସଦୃଶ ଅସଂଖ୍ୟ ଚର୍ଚ୍ଚ ଅଛି। ସେହି ଚର୍ଚ୍ଚମାନଙ୍କ ମଧ୍ୟରୁ ଆମେ ପରମେଶ୍ୱରଙ୍କ ଉପଯୁକ୍ତ ବାକ୍ୟକୁ ଉପଯୁକ୍ତ ପରିସ୍ଥିତିରେ ଶିକ୍ଷା କରିଅଛୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ଶିଖିବାର କାରଣ ତାହା ଅଭ୍ୟାସରେ ନେଇ ଆସିବା। ହଁ ନା? ଯଦି ଆମ୍ଭେ ପରମେଶ୍ୱରଙ୍କ ବାକ୍ୟ କେବଳ ଶୁଣିବା ମାତ୍ର ଅଭ୍ୟାସରେ ନ ଆଣିବା, ତାହାହେଲେ ଏହା ନିରର୍ଥକ ହେବ। ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ତରାଷ୍ଟ୍ରୀୟ ସମୁଦାୟରେ ତାହାଙ୍କ ମହିମା ଓ ପ୍ରଦର୍ଶିତ କରିବା ଦେବା ହେତୁ ଆମ୍ଭମାନଙ୍କ ନିମନ୍ତେ ମାର୍ଗ ଖୋଲି ଦେଇଛନ୍ତି। ରାଜାମାନେ ଓ ଦେଶ ବିସ୍ମୟ ହୁଅନ୍ତି। ଚର୍ଚ୍ଚ ଅଫ୍ ଗଡ୍ କେଉଁ ପ୍ରକାର ଚର୍ଚ୍ଚ ଅଟେ? କ'ଣ ଏପରି ଏକ ସଂଗଠନ ଅଛି ଯାହା ନିରନ୍ତର ମଙ୍ଗଳ କରିଥାଏ ଓ ପୁରସ୍କାର ପ୍ରାପ୍ତ କରିଥାଏ? ନିଶ୍ଚୟ ହିଁ ଅଛି। ଆମ୍ଭେ କେବଳ ପୃଥିବୀରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ରାଜ୍ୟରେ ମଧ୍ୟ ପୁରସ୍କାର ପ୍ରାପ୍ତ କରିବା। ପରମେଶ୍ୱର ସ୍ପଷ୍ଟ ଭାବରେ କହିଲେ, ପ୍ରତ୍ୟେକେ ଆପଣା କର୍ମ ଅନୁସାରେ ବଦଳା ଦେବା ନିମନ୍ତେ ପୁରସ୍କାର ଆମ୍ଭ ପାଖରେ ଅଛି। ଏହି ବର୍ଷ ଆସନ୍ତୁ ଆମ୍ଭେ ସେହି ପୁରସ୍କାର ଆଡ଼କୁ ଦୌଡ଼ିବା। ଆସନ୍ତୁ ଆମ୍ଭେ ମଥ୍ୟୁ ଅଧ୍ୟାୟ 7ର 21 ପଦ ଦେଖିବା। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗୀୟ ପିତାଙ୍କ ଇଚ୍ଛା ସାଧନା କରେ, ସେ ପ୍ରବେଶ କରିବ। କେବଳ ସେମାନେ ହିଁ ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ସାଧନ କରନ୍ତି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ। ଶୟତାନ ଲୋକମାନଙ୍କୁ ସ୍ୱର୍ଗରେ ପ୍ରବେଶ କରିବାରୁ ଅଟକାଇବା ନିମନ୍ତେ ପୁରା ଦୁନିଆରେ ଅନେକ ପ୍ରକାରର ବାଧା ଓ ପ୍ରତିବନ୍ଧ ପ୍ରସ୍ତୁତ କରିଥାଏ। କେବଳ ପରମେଶ୍ୱର ହିଁ ସ୍ୱର୍ଗ ରାଜ୍ୟର ମାର୍ଗ ଜାଣନ୍ତି। ପରମେଶ୍ୱରଙ୍କ ମାର୍ଗରେ ନ ଚାଲିଲେ କେହି ମଧ୍ୟ ସ୍ୱର୍ଗ ପହଞ୍ଚି ପାରିବ ନାହିଁ।
ଏଥିପାଇଁ ଏହା ଲେଖା ଅଛି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗୀୟ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଆଜି ଆମ୍ଭେ ବିଶ୍ରାମ ଦିନ ପାଳନ କରୁଅଛୁ। କିଛି ଲୋକ ଚିନ୍ତା କରନ୍ତି ଶନିବାର ଓ ରବିବାର ମଧ୍ୟରେ କେବଳ ଗୋଟିଏ ଦିନର ଅନ୍ତର ଅଛି। କିନ୍ତୁ ଏହା କେବଳ ଗୋଟିଏ ଦିନର ହିଁ ଅନ୍ତର ନାହିଁ। ପରମେଶ୍ୱର ଯିଏକି ନମ୍ବର 1 ଅଟନ୍ତି, ଆମ୍ଭମାନଙ୍କୁ ସ୍ୱର୍ଗରେ ପ୍ରବେଶ କରିବାର ସର୍ବୋତ୍ତମ ମାର୍ଗ ଦେଖେଇଛନ୍ତି ଏବଂ ସେହି ମାର୍ଗକୁ ବାଇବେଲ ମାଧ୍ୟମରେ ଶିଖାଇ ଅଛନ୍ତି। ପରମେଶ୍ୱର ଯିଏକି ସର୍ବୋତ୍ତମ ଅଟନ୍ତି, ସର୍ବୋତ୍ତମ ଚେଷ୍ଟା କରିଛନ୍ତି, ଯାହାଦ୍ୱାରା ପରମେଶ୍ୱରଙ୍କ ସନ୍ତାନଙ୍କ ଠାରୁ ଶୈତାନ ଦ୍ୱାରା ସତ୍ୟ ହରଣ ନ ହେଉ। ପିତା ପରମେଶ୍ୱର ଓ ମାତା ପରମେଶ୍ୱର ବାଇବେଲର ରଚନା କଲେ, ଯାହାଦ୍ୱାରା ତାଙ୍କ ସନ୍ତାନ ତାଙ୍କ ଇଚ୍ଛାରେ ଚାଲି ସ୍ୱର୍ଗରେ ପ୍ରବେଶ କରିପାରିବେ। ଏଥିପାଇଁ ବାଇବେଲ ବିସ୍ମୟକାରୀ ଅଟେ। ଲୋକେ ଦେଖୁଥାଇ ମଧ୍ୟ ଦେଖନ୍ତି ନାହିଁ, ସେମାନେ ଶୁଣୁଥାଇ ମଧ୍ୟ ଶୁଣନ୍ତି ନାହିଁ ଓ ବୁଝନ୍ତି ନାହିଁ। ମାତ୍ର ସିଓନର ସନ୍ତାନମାନଙ୍କୁ ଏହା ଜାଣିବାକୁ ଦେବା ପାଇଁ ପରମେଶ୍ୱର ଆପଣା ଏହି ପୃଥିବୀକୁ ଆସିଲେ। ଆମ୍ଭେ ଦେଖୁଥାଇ ମଧ୍ୟ ବୁଝିପାରିଲୁ ନାହିଁ। ଏଥିପାଇଁ ପରମେଶ୍ୱର ଏହି ପୃଥିବୀରେ ଶରୀରରେ ଆସିଲେ ଆଉ ସେମାନେ ଆମ୍ଭଙ୍କୁ ସ୍ୱୟଂ ସତ୍ୟ ଶିଖାଇଲେ। ଏହାର ଅର୍ଥ ଏହା ଅଟେ, ତାହାର ଅର୍ଥ ତାହା ଅଟେ। ଯେତେବେଳେ ଆମ୍ଭେ ବାଇବେଲ ବାକ୍ୟର ଅର୍ଥ ବୁଝିଥାଉ, ଆମ୍ଭେ ବହୁତ ଆଶ୍ଚର୍ଯ୍ୟଚକିତ ହୋଇଥାଉ। ବାଃ, ଏହା ବିସ୍ମୟକାରୀ। ବହୁତ ଦିନରୁ ବାକ୍ୟର ଅଧ୍ୟୟନ କରୁଥାଇ ମଧ୍ୟ ଆମ୍ଭେ ଆଶ୍ଚର୍ଯ୍ୟଚକିତ ହେଉଥାଉ। ମଥ୍ୟୁ 7 କହିଥାଏ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗୀୟ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଆପଣ ଚିନ୍ତା କରୁଥିବେ ଯେ ବାଇବେଲର ବିଦ୍ୱାନ ବାଇବେଲର ଅଧ୍ୟୟନ କରି ଏହା ବୁଝେଇ ପାରିବେ, ମାତ୍ର ଏହା ଲେଖା ଅଛି, ସ୍ୱର୍ଗରେ, ପୃଥିବୀରେ ବା ପୃଥିବୀ ତଳେ କେହି ମଧ୍ୟ ଏହା ବୁଝେଇ ପାରିବେ ନାହିଁ। ଯଦିଓ ସେମାନେ ସହସ୍ର ବର୍ଷ ପର୍ଯ୍ୟନ୍ତ ହଜାର ଥର ବାଇବେଲର ଅଧ୍ୟୟନ ଓ ବିଶ୍ଳେଷଣ କରନ୍ତି, ସେମାନେ ବାଇବେଲର ବାକ୍ୟ କେବେ ମଧ୍ୟ ବୁଝିପାରିବେ ନାହିଁ। ବାକ୍ୟ କିଛି ଏପରି ନାହିଁ ଯାହାକୁ ତୃତୀୟ ଆୟାମର ଦୁନିଆରେ ଜୀବନଯାପନ କରୁଥିବା ଲୋକମାନେ ଜ୍ଞାନ ଓ ବୁଦ୍ଧି ଦ୍ୱାରା ବୁଝାଯାଇ ପାରିବ। ସତ୍ୟ ବାକ୍ୟ ଅଳ୍ପ ଏଠି ଅଳ୍ପ ସେଠି ରଖାଯାଇଅଛି। ଏଠାରେ ଏହାର ଅର୍ଥ ଏପରି ଲାଗେ, ମାତ୍ର ସେଠାରେ ଏହାର ଅର୍ଥ କିଛି ଅନ୍ୟ ହୋଇଥାଏ। ଅନେକ ବସ୍ତୁ ଅସ୍ପଷ୍ଟ ଅଟେ। ଏଥିପାଇଁ ବିଶ୍ୱରେ ମିଥ୍ୟା ସମ୍ପ୍ରଦାୟ ଅଛି। ଏହା ଠିକ୍ ଲାଗିଥାଏ, ତାହା ମଧ୍ୟ ଠିକ୍ ଲାଗିଥାଏ। ଲୋକେ ଠିକ୍ ଓ ଭୁଲକୁ ନେଇ ବିଶୃଙ୍ଖଳିତ ଅଛନ୍ତି। ଏଥିପାଇଁ କାହାକୁ ଅବଶ୍ୟ ଆସିବା ଦରକାର? ପରମେଶ୍ୱର ସ୍ୱୟଂ ଏହି ପୃଥିବୀକୁ ଆସିବେ ଓ ଆପଣା ସନ୍ତାନମାନଙ୍କୁ ସିଓନରେ ଶିକ୍ଷା ଦେବେ। ଆମ୍ଭେ ତାହାଙ୍କ ପଥରେ ଚାଲିବା। ସଦାପ୍ରଭୁଙ୍କ ବ୍ୟବସ୍ଥା ସିଓନରୁ ଓ ତାହାଙ୍କ ବାକ୍ୟ ଜେରୁସାଲେମରୁ ନିର୍ଗତ ହେବ। ଭାଇ ଓ ଭଉଣୀମାନେ, ପରମେଶ୍ୱର ଯେ ସର୍ବୋତ୍ତମ ଅଟନ୍ତି, ସେ ସିଓନର ସନ୍ତାନମାନଙ୍କୁ ସର୍ବୋତ୍ତମ ଶିକ୍ଷା ଦେଇଛନ୍ତି। ସେହି ସର୍ବୋତ୍ତମ ଶିକ୍ଷା ମାଧ୍ୟମରେ ଭବିଷ୍ୟତରେ ଆମ୍ଭମାନଙ୍କ ସହିତ କ'ଣ ହେବ? ଆମ୍ଭେ ସ୍ୱର୍ଗରେ ରାଜକୀୟ ଯାଜକ ହେବା ଓ ଯୁଗ ଯୁଗ ପର୍ଯ୍ୟନ୍ତ ରାଜତ୍ୱ କରିବା। ରାଜତ୍ୱ କରିବା ନିମନ୍ତେ ପ୍ରତ୍ୟେକ ଜଣକୁ ବିଶେଷାଧିକୃତ ହୋଇପାରିବ ନାହିଁ। ଯେପରି ଆମ୍ଭେ ମଥ୍ୟୁ ଅଧ୍ୟାୟ 7ରେ ପୁଷ୍ଟି କଲୁ, ପରମେଶ୍ୱର ବାଇବେଲରେ ଆମ୍ଭମାନଙ୍କ ନିମନ୍ତେ ଏହି ଦୁନିଆରେ ସର୍ବୋତ୍ତମ ହେବାର ଉପାୟ ଓ ସ୍ୱର୍ଗରେ ପରମେଶ୍ୱରଙ୍କଠାରୁ ଅଧିକ ପ୍ରେମ ପାଇବାର ଉପାୟ ମଧ୍ୟ ରଖନ୍ତି। ମୋ ମତରେ ଏହି ବିଦ୍ୱାନର ବିଚାର ବହୁତ ଲୋକଙ୍କୁ ଆକର୍ଷିତ କରିବ। ମୋତେ ଲାଗେ ଯେ ଏହି ପ୍ରସିଦ୍ଧ ଭାଷଣ ବହୁତ ଲୋକଙ୍କୁ ଆକର୍ଷିତ କରିବ। ଏପରି ଚିନ୍ତା କରିବା ପୂର୍ବରୁ ଆସନ୍ତୁ ଆମ୍ଭେ ସ୍ମରଣ ରଖିବା କି ସମସ୍ତ ବ୍ରହ୍ମାଣ୍ଡରେ ସର୍ବୋତ୍ତମ କିଏ ଅଟନ୍ତି? କ'ଣ ସୁକରାତ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ଅଟନ୍ତି? କ'ଣ ଗେଟେ ବା ସେକ୍ସପିୟର ସର୍ବୋତ୍ତମ ଅଟନ୍ତି? କୌଣସି ମନୁଷ୍ୟ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ହୋଇପାରେ ନାହିଁ। ସେମାନେ ପୃଥିବୀରେ ପ୍ରସିଦ୍ଧ ଅଟନ୍ତି, ମାତ୍ର ସେମାନେ ବ୍ରହ୍ମାଣ୍ଡ ଅର୍ଥାତ୍ ସ୍ୱର୍ଗ ରାଜ୍ୟରେ କେବେ ମଧ୍ୟ ସର୍ବୋତ୍ତମ ହୋଇପାରିବେ ନାହିଁ। କିନ୍ତୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ହେବାର ପ୍ରଣାଳୀ ଶିଖାନ୍ତି। ପରମେଶ୍ୱର ତାଙ୍କ ମାର୍ଗରୁ ଆମ୍ଭମାନଙ୍କୁ ପ୍ରଶିକ୍ଷଣ କରି ଆଉ ବୃଦ୍ଧି କରୁଛନ୍ତି। ଏଥିପାଇଁ ଯେଉଁଠାକୁ ସେ ଯାଆନ୍ତି, ଆମ୍ଭମାନଙ୍କୁ ତାହାଙ୍କ ଅନୁସରଣ କରିବା ଉଚିତ। ଏହା ହିଁ ଏକମାତ୍ର ମାର୍ଗ। ବ୍ରହ୍ମାଣ୍ଡରେ ସମସ୍ତ ସ୍ୱର୍ଗଦୂତ ଜୟ ଜୟକାର କରିବେ ଓ ଆନନ୍ଦରେ ପରମେଶ୍ୱରଙ୍କ ପ୍ରଶଂସା କରୁଥାଇ ଏହା କହି ଚିତ୍କାର କରିବେ,
ଏହା ସର୍ବୋତ୍ତମ ଅଟେ। ଏହା ସର୍ବୋତ୍ତମ ଅଟେ। ଏଥିପାଇଁ ଆମ୍ଭେ ତାହାଙ୍କ ବାକ୍ୟ ଦେବା ନିମନ୍ତେ ଓ ତାହାଙ୍କ ଦୁନିଆରେ ବଞ୍ଚିବାର ଅନୁମତି ଦେବା ନିମନ୍ତେ ଆମ୍ଭେ ଏଲୋହିମ୍ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ପୁଣି ଆଉଥରେ ଧନ୍ୟବାଦ ଦେଇଥାଉ। ଆସନ୍ତୁ ଆମ୍ଭେ ମଥି ଅଧ୍ୟାୟ 15 ପଦ 13କୁ ଯିବା। କିନ୍ତୁ ସେ ଉତ୍ତର ଦେଲେ, ମୋର ସ୍ୱର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷ ରୋପଣ କରି ନାହାନ୍ତି ସେସବୁ ଉତ୍ପାଦିତ ହେବ। ସେମାନଙ୍କୁ ଛାଡ଼ି ଦିଅ। ସେମାନେ ଅନ୍ଧମାନଙ୍କର ଅନ୍ଧ ପଥ ପ୍ରଦର୍ଶକ, ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟ ଖାତରେ ପଡ଼ିବେ। ପଦ 13 ଅନୁସାରେ ସେହି ସମସ୍ତ ବୃକ୍ଷର କ'ଣ ହେବ ଯାହା ସ୍ୱର୍ଗୀୟ ପିତା ରୋପଣ କରି ନାହାନ୍ତି? ଯଦିଓ ସେମାନେ ରୋପଣ ହୋଇଅଛନ୍ତି ବୋଲି ଜଣା ପଡ଼ନ୍ତି, ସେ ସମସ୍ତେ ଉତ୍ପାଦିତ ହେବେ। କ'ଣ ଏହାର ଅର୍ଥ ଏହା ନୁହେଁ କି କେବଳ ପରମେଶ୍ୱରଙ୍କ ଇଚ୍ଛା ସର୍ବଦା ନିମନ୍ତେ ସିଦ୍ଧ ରହିଥିବ? ପରମେଶ୍ୱର ଆମମାନଙ୍କୁ ଜାଣିବାକୁ ଦେଲେ ଯେ ଯାହା ପରମେଶ୍ୱର ରୋପଣ କରିନାହାନ୍ତି ସେ ସମସ୍ତ ଶେଷରେ ନଷ୍ଟ ହୋଇଯିବେ। ମାତ୍ର ପରମେଶ୍ୱରଙ୍କ ଦ୍ୱାରା ରୋପିତ ବୃକ୍ଷ ସର୍ବଦା ନିମନ୍ତେ ରହିଥିବ। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଯିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକୁ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଏହା ଏଥି ନିମନ୍ତେ କାରଣ ବାଇବେଲର 66ଟି ପୁସ୍ତକ ସର୍ବୋତ୍ତମ ପରମେଶ୍ୱରଙ୍କ ସର୍ବୋତ୍ତମ ମାର୍ଗର ରେକର୍ଡ କଲେ। ବାଇବେଲରେ ଏହି ନିଶ୍ଚିତ ଅଟେ ଯାହା ରାଜକୀୟ ଯାଜକକୁ ଅବଶ୍ୟ ଶିଖିବା ଉଚିତ। ଏଥିପାଇଁ ପ୍ରତ୍ୟେକ ଏହାକୁ ସ୍ପର୍ଶ କରିପାରେ ନାହିଁ। ପରମେଶ୍ୱର ଏକ ଅଦ୍ଭୁତ କୌଶଳର ଉପଯୋଗ କଲେ ଯାହାଦ୍ୱାରା ପ୍ରତ୍ୟେକ ଏହାକୁ ସ୍ପର୍ଶ କରିନପାରେ। ଦେଖୁଥାଇ ମଧ୍ୟ ଲୋକମାନେ ଦେଖିପାରନ୍ତି ନାହିଁ। ପ୍ରକୃତରେ ବାଇବେଲ ରହସ୍ୟର ଏକ ପୁସ୍ତକ ଅଟେ। ଲୋକମାନେ ଏହି ଦୁନିଆରେ ପୁସ୍ତକ ବୋଲି ବୁଝିପାରନ୍ତି। ସେମାନେ ଲେଖକଙ୍କ ଗୁପ୍ତ ଇଚ୍ଛାକୁ ମଧ୍ୟ ବୁଝି ନିଅନ୍ତି। ମାତ୍ର ଯେତେବେଳେ ବାଇବେଲର କଥା ଆସେ, ଯଦିଓ ସେମାନେ 1000 ଥର ଓ 10,000 ଥର ପଢ଼ନ୍ତି, ସେମାନେ ଏହାକୁ ବୁଝିବାରେ ଅକ୍ଷମ ଅଟନ୍ତି। ଯଦି ପୁଣି ମଧ୍ୟ ସେମାନେ ଦେଖନ୍ତି, ପରମେଶ୍ୱର ସେମାନଙ୍କୁ ଦେଖିବାକୁ ଦିଅନ୍ତି ନାହିଁ। ବାଇବେଲରେ ସର୍ବୋତ୍ତମ ରକ୍ଷା ପ୍ରଣାଳୀ ସେଟ୍ କରାଯାଇଅଛି। ତେବେ ତାହା କେବଳ କିଏ ବୁଝିପାରିବ? ପରମେଶ୍ୱର କହିଲେ, ତୁମ୍ଭକୁ ଏହା ଦିଆଯାଇଅଛି, ମାତ୍ର ସେମାନଙ୍କୁ ନୁହେଁ। ପରମେଶ୍ୱର କେବଳ ଆମ୍ଭର ସ୍ୱର୍ଗୀୟ ପରିବାରଙ୍କୁ ଦେଖିବା ଓ ବୁଝିବାକୁ ଦେଇଛନ୍ତି। ତେବେ ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗରେ ଯୁଗ ଯୁଗ ପର୍ଯ୍ୟନ୍ତ ରାଜତ୍ୱ କରିବାକୁ ଦେବେ। ଆସନ୍ତୁ ଆମ୍ଭେ ପ୍ରେରିତ ଅଧ୍ୟାୟ 5କୁ ଯିବା। ପରମେଶ୍ୱର ଏଥିରେ ଜୋର ଦେଲେ କି କାରଣ ପରମେଶ୍ୱରଙ୍କ ବାକ୍ୟ ଅତି ମହତ୍ୱପୂର୍ଣ୍ଣ ଅଟେ, ତେବେ ଆମ୍ଭକୁ କେବେ ମଧ୍ୟ ସେଥିରେ କିଛି ଯୋଗ କରିବା ଓ ସେଥିରେ କିଛି ହ୍ରାସ କରିବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେ ପ୍ରେରିତ ଅଧ୍ୟାୟ 5ର 38 ପଦ ଦେଖିବା। ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ି ଦିଅନ୍ତୁ। କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ ତାହେଲେ ଏହା ଉଚ୍ଛିନ୍ନ ହୋଇଯିବ। ଯଦି ହିଁ ତୁମ୍ଭେ ସେମାନଙ୍କୁ ଏକୁଟିଆ ଛାଡ଼ି ଦିଅ, ସମୟ ବିତିଗଲା ପରେ ସେମାନେ ବିନଷ୍ଟ ହୋଇଯିବେ। ପଦ 39, କିନ୍ତୁ ଯଦି ତାହା ଈଶ୍ୱରଙ୍କ ଠାରୁ ହୋଇଥାଏ ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବ ନାହିଁ। କ'ଣ ପରମେଶ୍ୱରଙ୍କ ଦୁନିଆର ମନୁଷ୍ୟର ସାମର୍ଥ୍ୟ ବା ଭୌତିକ ଉପକରଣ ଦ୍ୱାରା ପତନ ହୋଇଯିବ? ପରମେଶ୍ୱରଙ୍କ ବାକ୍ୟର ବିଷୟରେ କ'ଣ? କ'ଣ ଏହା ନଷ୍ଟ ବା ଲୁପ୍ତ ହୋଇଯିବ? କଦାପି ନୁହେଁ। ପରମେଶ୍ୱର ସମସ୍ତ ବ୍ରହ୍ମାଣ୍ଡର ପରିଚାଳନା କରୁଛନ୍ତି। ପରମେଶ୍ୱର ଏହି କ୍ଷୁଦ୍ର ଗ୍ରହ ପୃଥିବୀରେ ହେବାକୁ ଥିବା ପ୍ରତ୍ୟେକ ବସ୍ତୁକୁ ଜାଣିଛନ୍ତି। ପରମେଶ୍ୱର ଆପଣା ସନ୍ତାନକୁ ଅନ୍ତିମ ବିଷୟ ଆଦିରୁ ଜାଣିବାକୁ ଦେଲେ। ପିତାଙ୍କ ଯୁଗ ଏବଂ ପୁତ୍ରଙ୍କ ଯୁଗ ବିତି ଯାଇଅଛି। ଏହା ଅନ୍ତିମ ଯୁଗ ଯେଉଁଠି ବର୍ତ୍ତମାନ ଆମ୍ଭେ ଜୀବନଯାପନ କରୁଅଛୁ। କେଉଁ ଯୁଗ ଅଟେ? ପବିତ୍ର ଆତ୍ମାର ଯୁଗକୁ ଛାଡ଼ି ଅନ୍ୟ କୌଣସି ଯୁଗ ନାହିଁ। ପିତାଙ୍କ ଯୁଗ ଏବଂ ପୁତ୍ରଙ୍କ ଯୁଗ ଦେଇ ଯାଇ
ମାନବ ଜାତିର ପରମେଶ୍ୱରଙ୍କ ସମ୍ମୁଖ ମନ ପରିବର୍ତ୍ତନର ସମୟ ଏହି ପବିତ୍ର ଆତ୍ମାଙ୍କ ଯୁଗରେ ପୂରା ହେବ। 이와 같은 입장에 와 있기 때문에 ଏଥିପାଇଁ ଗମ୍ଲିଏଲ ଜଣେ ଅଧ୍ୟାପକ କହିଲେ, ତୁରନ୍ତ ବିଶ୍ଳେଷଣ କର କି ସେମାନଙ୍କ ମନ୍ତ୍ରଣା ବା କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ ବା ପରମେଶ୍ୱରଙ୍କ ଠାରୁ ହୋଇଥାଏ। ଯଦି ଏହା ମନୁଷ୍ୟଠାରୁ ହୋଇଥାଏ, ଯଦି ହିଁ ତୁମ୍ଭେ ସେମାନଙ୍କୁ ନିର୍ଯାତନା ନ ଦିଅ, ଏହା ଉଚ୍ଛିନ୍ନ ହୋଇଯିବ। କିନ୍ତୁ ଯଦି ତାହା ଈଶ୍ୱରଙ୍କ ଠାରୁ ହୋଇଥାଏ, ତାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବ ନାହିଁ। ଯେକୌଣସି ନିର୍ଯାତନା, ଧମକ, କ୍ଲେଶ ବା ଖଣ୍ଡ ମଧ୍ୟ ସେମାନଙ୍କୁ କଦାପି ଅଟକାଇ ପାରିବ ନାହିଁ। ଏହା ଏଥିପାଇଁ କାରଣ ଏହି ଶିକ୍ଷା ପରମେଶ୍ୱରଙ୍କ ନିକଟରୁ ଆସିଅଛି, ଯିଏ ସର୍ବୋତ୍ତମ ଅଟନ୍ତି। ଭାଇ ଓ ଭଉଣୀମାନେ, ଯେଉଁ ଚର୍ଚ୍ଚରେ ଆମ୍ଭେମାନେ ଆସୁଅଛୁ, ତାହା ପରମେଶ୍ୱର ଦ୍ୱାରା, ଯିଏ ସମସ୍ତ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ଅଟନ୍ତି, ସ୍ଥାପିତ କରିଛନ୍ତି। ଯେଉଁ ସତ୍ୟ ଆମ୍ଭେମାନେ ଶିଖିଥାଉ, ତାହା ଏପରି ଶିକ୍ଷା ଅଟେ ଯାହା ଆମ୍ଭମାନଙ୍କ ଦୁନିଆ ଅର୍ଥାତ୍ ଚତୁର୍ଥ ବା ପଞ୍ଚମ ଆୟାମର ଦୁନିଆରେ ପ୍ରବେଶ କରିବା ସମୟ ଆମ୍ଭମାନଙ୍କୁ ସର୍ବୋତ୍ତମ କରିବ। ଯଦି ଆମ୍ଭେ ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ଛାଡ଼ି ଅନ୍ୟ ନିୟମ କରିବା, ତେବେ ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟରୁ ବହିଷ୍କୃତ କରାଯିବ। ଏଥିପାଇଁ ବାଇବେଲ କହୁଥାଏ, ଆଜ୍ଞାଧୀନତା ତ ବଡ଼ି ଉତ୍ସର୍ଗ କରିବାଠାରୁ ଉତ୍ତମ ଅଟେ। ପରମେଶ୍ୱର କେବଳ ସେମିତି କହୁନାହାନ୍ତି। ପରମେଶ୍ୱରଙ୍କ ସମସ୍ତ ଶିକ୍ଷା ସ୍ୱର୍ଗରେ ଆମ୍ଭମାନଙ୍କୁ ସର୍ବୋତ୍ତମ ପ୍ରାଣୀ ରୂପରେ ସୃଷ୍ଟି କରିଥାଏ। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଏହି ପ୍ରକାର ଚାଲିବା ପାଇଁ କହୁଛନ୍ତି। ଆମ୍ଭମାନଙ୍କୁ ଅନ୍ୟ ପ୍ରକାରରେ ଉଙ୍କି ମାରିବାର ଆବଶ୍ୟକତା ନାହିଁ। ଯଦି ଆମ୍ଭେ ପରମେଶ୍ୱରଙ୍କୁ ସମସ୍ତ ବ୍ରହ୍ମାଣ୍ଡରେ ସର୍ବୋତ୍ତମ ବିଶ୍ୱାସ କରିଥାଉ, ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ମାର୍ଗଦର୍ଶନ କରାଯାଇଥିବା ଦିଗରେ ଯିବା ପାଇଁ ଉପେକ୍ଷା ନ କରିବା ଦରକାର। ଏହି ପ୍ରକାର ପରମେଶ୍ୱର ମନୁଷ୍ୟମାନଙ୍କୁ ସୃଷ୍ଟି କରୁଛନ୍ତି। ଯିଶାୟ ଅଧ୍ୟାୟ 60ର ଅନୁସାରେ ଆମ୍ଭମାନଙ୍କ ସୃଷ୍ଟି କିଏ କଲେ? ଆସନ୍ତୁ ଆମ୍ଭେ ଯିଶାୟ ଅଧ୍ୟାୟ 60 ପଦ 21 ଉପରେ ଏକ ନଜର ପକାଇବା। ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବ, ସେମାନେ ଅନନ୍ତ କାଳ ଯାଏ ଦେଶ ଅଧିକାର କରିବେ। ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ କାହାର ହସ୍ତକୃତ କର୍ମ ଅଟନ୍ତି? ଆମ୍ଭର ହସ୍ତକୃତ କର୍ମ ଅଟନ୍ତି। କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଡ଼ମାନ ଗୋଷ୍ଠୀ ହେବ। ପରମେଶ୍ୱର ଯିଏ ସର୍ବୋତ୍ତମ ଅଟନ୍ତି ଏବଂ ସମସ୍ତ ବ୍ରହ୍ମାଣ୍ଡର ପରିଚାଳନା କରନ୍ତି, ଏକ ନିୟମ ଦ୍ୱାରା ଏହି କ୍ଷୁଦ୍ର ପୃଥିବୀରେ ହେବାକୁ ଥିବା ବସ୍ତୁଗୁଡ଼ିକର ପ୍ରତିଜ୍ଞା କରିଛନ୍ତି। କାରଣ ପରମେଶ୍ୱର ପ୍ରତିଜ୍ଞା କଲେ, ତେବେ ଏହା ନିଶ୍ଚିତ ହେବ, ହଁ ନା? କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଡ଼ମାନ ଗୋଷ୍ଠୀ ହେବ। ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା। ଯଦି ଆମେ ପରମେଶ୍ୱରଙ୍କୁ ସର୍ବୋତ୍ତମ ବୋଲି ବିଶ୍ୱାସ କରିବା ନାହିଁ, ଆମ୍ଭମାନଙ୍କ ହୃଦୟରେ ଇସ୍କରିୟୋତ ଯେହୁଦା ପରି ବିଚାର ଛଡ଼ି ରଖିବା। ଯଦି ଆମ୍ଭେ ପରମେଶ୍ୱରଙ୍କୁ ସର୍ବୋତ୍ତମ ବୋଲି ସମ୍ମାନ କରିବା ନାହିଁ, ଆମ୍ଭେ ଏହା ଭାବୁଥାଇ, ଯଦି ହିଁ ମୁଁ ଏହି କ୍ଷୁଦ୍ର ବସ୍ତୁର ଅବଜ୍ଞା କରେ, ପରମେଶ୍ୱର ମୋତେ କ୍ଷମା କରିଦେବେ। ପରମେଶ୍ୱରଙ୍କ ବାକ୍ୟକୁ ନେଇ ଏକ ଭୁଲ ଧାରଣା ରଖିବା। ପରମେଶ୍ୱର ଆମ୍ଭମାନଙ୍କ ଭବିଷ୍ୟ ଏବଂ ଆମ୍ଭମାନଙ୍କ ଖୁସି ନିମନ୍ତେ ଆମ୍ଭମାନଙ୍କୁ ସମସ୍ତ ଶିକ୍ଷା ଓ ଚେତାବନୀ ଦେଉଛନ୍ତି। ଆମ୍ଭେ ପୃଥିବୀରେ ଅନନ୍ତ କାଳ ପର୍ଯ୍ୟନ୍ତ ବଞ୍ଚିବା ନାହିଁ, ହଁ ନା? ଆମ୍ଭେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଏବଂ ସେଠାରେ ଅନନ୍ତ କାଳ ବଞ୍ଚିବା। ଏଥିପାଇଁ ଆମ୍ଭେ ସବୁବେଳେ ସ୍ମରଣ ରଖିବା ଦରକାର କି ଆମ୍ଭେ ସ୍ୱର୍ଗରେ କେମିତି ହେବା। ପରମେଶ୍ୱର ଆପଣା ଲୋକମାନଙ୍କୁ ଆମ୍ଭ ହସ୍ତକୃତ କର୍ମ କହିଲେ ଏବଂ ଏହା କହିଲେ କି ସେମାନେ ତାଙ୍କ ଗୌରବ ନିମନ୍ତେ ରୋପିତ କରାଯାଇଥିଲେ। ଆସନ୍ତୁ ଆମ୍ଭେ ମଥିୟ ରଚିତ ସୁସମାଚାରରେ ଦେଖିବା କି ପରମେଶ୍ୱର ସେମାନଙ୍କୁ କେଉଁ ପ୍ରକାର ସୃଷ୍ଟି କରୁଛନ୍ତି। ମଥିୟ ଅଧ୍ୟାୟ 26 ପଦ 17।
ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଛନ୍ତି ମୋର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଆସନ୍ତୁ ଆମେ ପଦ 26 ଉପରେ ନିସ୍ତାର ପର୍ବ ଭୋଜନ କରିବାର ଦୃଶ୍ୟ ଦେଖିବା। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଲୋକମାନଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ନିସ୍ତାର ପର୍ବ ରୁଟି ଓ ଦାଖରସ ଦେଉଥାଇ ସେ କହିଲେ, ଏହା ମୋହର ଶରୀର, ଏହା ନିୟମର ମୋହର ରକ୍ତ। ପରମେଶ୍ୱର ଏହା ମାନବ ଜାତିକୁ ପ୍ରଦାନ କରୁଛନ୍ତି। ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସବୁଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ଅଟନ୍ତି। ମାନବ ଜାତିକୁ ଭୋଜନ କରାଇବା ପାଇଁ ପରମେଶ୍ୱର ଆପଣା ମାଂସ ଅର୍ଥାତ୍ ଅମର ଶରୀରକୁ ଦେଲେ ଏବଂ ଆପଣା ବହୁମୂଲ୍ୟ ରକ୍ତ ଝରାଇଲେ। ସେମିତି କରିକି ମାନବ ଜାତି ନିକଟରେ ଅନନ୍ତ ଜୀବନ ହୋଇପାରିବ। ନୂତନ ନିୟମ ଜରିଆରେ ପରମେଶ୍ୱର ପ୍ରତିଜ୍ଞା କଲେ କି ପରମେଶ୍ୱର ସେହି ପ୍ରକାର ଆପଣା ସନ୍ତାନଙ୍କୁ ଅନନ୍ତ ଜୀବନ ଦେବେ। ଆସନ୍ତୁ ଆମ୍ଭେ 2 କୁରିନ୍ଥୀୟ 6 ଅଧ୍ୟାୟ 17 ପଦ ଉପରେ ଏକ ନଜର ପକାଇବା। ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। ଆମ୍ଭେ ତୁମ୍ଭମାନଙ୍କର କଣ ହେବା? ପିତା ହେବା। ପୁଣି ତୁମ୍ଭେମାନେ ଆମ୍ଭର କଣ ହେବ? ପୁତ୍ର ଓ କନ୍ୟା ହେବ। ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। କଣ ପ୍ରେରିତ ପୌଲ, ଯିଏ 2 କୁରିନ୍ଥୀୟର ପୁସ୍ତକ ଲେଖିଲେ, ନିସ୍ତାର ପର୍ବ ରଖିଲେ କି ନାହିଁ? ସେ ନୂତନ ନିୟମର ଜଣେ ସଦସ୍ୟଙ୍କ ରୂପରେ ନିସ୍ତାର ପର୍ବ ଏବଂ ବିଶ୍ରାମ ଦିନ ରଖିଲେ। ଏଠାରେ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେଉଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି ତୁମ୍ଭେମାନେ ଆମ୍ଭର ପୁତ୍ର କନ୍ୟା ହେବ। ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ପରମେଶ୍ୱରଙ୍କ ମହାନ ହସ୍ତରେ ଅତି ଉତ୍କୃଷ୍ଟ ପ୍ରସ୍ତୁତି ଅର୍ଥାତ୍ ପରମେଶ୍ୱରଙ୍କ ସନ୍ତାନ ସୃଷ୍ଟି କରିଛନ୍ତି। ପରମେଶ୍ୱର ଯାହା ଆପଣା ସନ୍ତାନମାନଙ୍କୁ ଦେବାକୁ ଚାହୁଁଛନ୍ତି, ତାହା ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ବର୍ଣ୍ଣନା ହୋଇଅଛି। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 4 ଉପରେ ଏକ ନଜର ପକାଇବା। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ କଣ କରିବେ? ଯୁଗେ ଯୁଗେ ରାଜତ୍ୱ କରିବେ। ମୁଁ ତୁମ୍ଭମାନଙ୍କୁ ଯୁଗାନୁଯୁଗ ରାଜ୍ୟ କରିବାକୁ ଦେବି। ଏହି ମହାନ ଶିକ୍ଷା ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଜ୍ଞାନୀ କରୁଛନ୍ତି କି ଆମ୍ଭେ ସ୍ୱର୍ଗରେ ରାଜ୍ୟ କରିପାରିବା। ଆମ୍ଭେ ସ୍ୱର୍ଗରେ ବିନା କୌଣସି ବିପଦ ବା ସମସ୍ୟାର ରାଜ୍ୟ କରିବା ଦେବା ନିମନ୍ତେ ପରମେଶ୍ୱର ଆମ୍ଭମାନଙ୍କ ପାଳନ ପୋଷଣ ଏବଂ ଆମ୍ଭମାନଙ୍କୁ ପ୍ରଶିକ୍ଷଣ କଲେ। ଇସ୍ରାଏଲମାନଙ୍କୁ ଦୁଗ୍ଧ ମଧୁରେ ପ୍ରବାହିତ ଭୂମି କିଣାରରେ ପ୍ରବେଶ କରିବାର ପୂର୍ବେ ଜଙ୍ଗଲରେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ସେ ସେମାନଙ୍କୁ ପ୍ରଶିକ୍ଷଣ କଲେ। ପରମେଶ୍ୱର ସେମାନଙ୍କୁ 6 ଦିନ ପର୍ଯ୍ୟନ୍ତ ମାନା ବୃଷ୍ଟି କଲେ, କିନ୍ତୁ ସପ୍ତମ ଦିନ ଅର୍ଥାତ୍ ବିଶ୍ରାମ ଦିନରେ ମାନା ବୃଷ୍ଟି କଲେ ନାହିଁ। ଷଷ୍ଠ ଦିନ ପରମେଶ୍ୱର ସେମାନଙ୍କୁ 2 ଦିନ ପାଇଁ ମାନାର 2 ଗୁଣ ସଂଗ୍ରହ କରିବାକୁ ଦେଲେ, ଯାହାଦ୍ୱାରା ସେମାନେ ସପ୍ତମ ଦିନ ବିଶ୍ରାମ ଦିନ ରଖିପାରିବେ। 40 ବର୍ଷ ଜଙ୍ଗଲର ଯାତ୍ରା କରିବା ସମୟ ଇସ୍ରାଏଲମାନେ ପରମେଶ୍ୱରଙ୍କ ଇଚ୍ଛା ଶିଖିଲେ। ପୁଣି ସେମାନେ କଣ କଲେ? ସେମାନେ କିଣାନ ଦେଶରେ ପ୍ରବେଶ କଲେ। ପରମେଶ୍ୱର ସେମାନଙ୍କୁ ପ୍ରଶିକ୍ଷଣ କଲେ, ଯାହାଦ୍ୱାରା କିଣାନରେ ପ୍ରବେଶ କରିବା ପରେ ମଧ୍ୟ ସେମାନେ ବିଶ୍ରାମ ଦିନ ପାଳନ କରିଲେ। ନିସ୍ତାର ପର୍ବ ସହିତ ମଧ୍ୟ ସେହିପରି ହିଁ ଥିଲା। ପରମେଶ୍ୱର ସେମାନଙ୍କୁ ପବିତ୍ରରେ ନିସ୍ତାର ପର୍ବ ପାଳନ କରିବାକୁ ଦେଲେ ଏବଂ ମିଶରର ସମସ୍ତ ଦେବତାଙ୍କର ନ୍ୟାୟ କଲେ। ପରମେଶ୍ୱର ମିଶରର ସମସ୍ତ ଲୋକମାନଙ୍କୁ ଦଣ୍ଡିତ କଲେ ଏବଂ କେବଳ ଇସ୍ରାଏଲମାନଙ୍କୁ ରକ୍ଷା କଲେ। ଏହି ବିଷୟ ଇସ୍ରାଏଲମାନଙ୍କ ମନରେ ସର୍ବଦା ଗଭୀରତାରେ ଅଙ୍କନ ହୋଇ ରହିଲା। ପରମେଶ୍ୱର ସେମାନଙ୍କୁ ପବିତ୍ରତାରେ ନିସ୍ତାର ପର୍ବ ପାଳନ କରିବା ଏବଂ ପୁଣି କିଣାନ ଦେଶରେ ପ୍ରବେଶ କରିବାକୁ ଦେଲେ। ହଁ ନା? ଯେମିତି ପରମେଶ୍ୱର ସେମାନଙ୍କୁ ଶିଖାଇଲେ ଓ ପ୍ରଶିକ୍ଷଣ କଲେ,
ଏବଂ ସେମାନଙ୍କୁ କିଣାନରେ ପ୍ରବେଶ କରିବାକୁ ଦେଲେ, ସେମିତି ଆମ୍ଭମାନଙ୍କୁ ମଧ୍ୟ ଏହି ପୃଥିବୀରେ ପରମେଶ୍ୱରଙ୍କ ସମସ୍ତ ଶିକ୍ଷା ଗୁଡ଼ିକର ବିଶ୍ୱସନୀୟ ଭାବରେ ପାଳନ କରିବା ଉଚିତ। ତେବେ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟରେ ରାଜ୍ୟ କରିବାରେ କୌଣସି ବିପଦ ବା ସମସ୍ୟା ହେବ ନାହିଁ। ଆଜି ପରମେଶ୍ୱର ଦ୍ୱାରା ଦିଆଯାଇଥିବା ସମସ୍ତ ବାକ୍ୟ ଆମ୍ଭେ ଫଳସ୍ୱରୂପ ଦେଖାଉଅଛି କି ପରମେଶ୍ୱର ସର୍ବୋତ୍ତମ ପରମେଶ୍ୱର ଅଟନ୍ତି ଏବଂ ପରମେଶ୍ୱରଙ୍କ ବାକ୍ୟ ମହାନ ଶିକ୍ଷା ଅଟେ ଓ ପରମେଶ୍ୱରଙ୍କ ସନ୍ତାନ ରୂପରେ ଆମ୍ଭମାନଙ୍କ ପଦ ସର୍ବୋଚ୍ଚ ପଦ ଅଟେ। ତେବେ ସବୁଠାରୁ ମୂଲ୍ୟବାନ କାର୍ଯ୍ୟ କ'ଣ ଯାହା ଏହି ଦୁନିଆରେ ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି? ଯୁକ୍ତରାଷ୍ଟ୍ର 17ଟି ଲକ୍ଷ ଯୋଜନା କରିଛନ୍ତି, ଯାହା ବହୁତ ମହତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଅଟେ। କିନ୍ତୁ ପରମେଶ୍ୱର କହିଲେ କି ପୃଥିବୀରେ କରାଯାଉଥିବା ସବୁଠାରୁ ମୂଲ୍ୟବାନ ବସ୍ତୁ ସୁସମାଚାର ପ୍ରଚାର କରିବା। ପରମେଶ୍ୱର ଯିଏ ସର୍ବୋତ୍ତମ ଅଟନ୍ତି, ଆମ୍ଭମାନଙ୍କୁ ସୁସମାଚାର ଏପରି ମିଶନ ଦେଇଛନ୍ତି ଯାହା କେବଳ ସ୍ୱର୍ଗର ସନ୍ତାନ କରିପାରିବେ, ଯାହାଦ୍ୱାରା ଆମ୍ଭେ ସ୍ୱର୍ଗରେ ରାଜକୀୟ ଯାଜକ ହୋଇପାରିବା ଏବଂ ଶେଷରେ ସ୍ୱର୍ଗୀୟ ରାଜକୁ ଉତ୍ତରାଧିକାରୀ ଭାବରେ ପାଇପାରିବା। କ'ଣ ଆମ୍ଭମାନଙ୍କ ଭଲ ବସ୍ତୁ ଗୁଡ଼ିକୁ ପ୍ରାପ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସହଜ? କଦାପି ସହଜ ନୁହେଁ। ଆମ୍ଭମାନଙ୍କ ପଥରେ ସବୁ କିଛି କଠିନତା ଅଛି, କିନ୍ତୁ ଯଦି ଆମ୍ଭେ ସଚ୍ଚୋଟତାରେ ଏହି ମାର୍ଗରେ ଚାଲିବା, ତେବେ ପରମେଶ୍ୱର କେବଳ ବସି ରହିବେ ନାହିଁ, କିନ୍ତୁ ଆମ୍ଭମାନଙ୍କ ପ୍ରୟାସକୁ ଦେଖି ଏହା କହିବେ, ତୁମେ ମୋହର ବାକ୍ୟ ପାଳନ କରିବା ପାଇଁ ଏତେ ଚେଷ୍ଟା କରୁଅଛ, ସର୍ବଦା ଆମ୍ଭମାନଙ୍କ ସହାୟତା କରିବେ। ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର କାର୍ଯ୍ୟ କରିବାରେ କ୍ଷମତାପନ୍ନ କରିଛନ୍ତି। ପରମେଶ୍ୱର ଆମ୍ଭମାନଙ୍କୁ ଆମ୍ଭର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ସହାୟତା କରିଛନ୍ତି। ଏଥିପାଇଁ ଆମ୍ଭମାନଙ୍କ ଚର୍ଚ୍ଚ ଅଫ୍ ଗଡ୍ ଅନେକ ବାଧା ସତ୍ତ୍ୱେ ମଧ୍ୟ ସାମରିଆ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମଧ୍ୟ ସୁସମାଚାରର ପ୍ରଚାର କରିବାରେ ସକ୍ଷମ ହୋଇଛି। ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କରୁଅଛୁ। ଯଦି ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ସମ୍ପୂର୍ଣ୍ଣ ରୂପରେ ପାଳନ କରିବା, ଆମ୍ଭେ ପୃଥିବୀର ସମସ୍ତ ଜାତି ନିକଟରେ ଶ୍ରେଷ୍ଠ କରାଯିବା, କାରଣ କେବଳ ପରମେଶ୍ୱର ହିଁ ନମ୍ବର 1 ଅଟନ୍ତି। ପରମେଶ୍ୱରଙ୍କ ବାକ୍ୟକୁ ମାତ୍ର ସବୁଠାରୁ କ୍ଷୁଦ୍ର ବାକ୍ୟକୁ ମଧ୍ୟ ହାଲକାରେ ନ ନିଅନ୍ତୁ। ମନରେ ଏହି କଥାକୁ ରଖିକି ପରମେଶ୍ୱରଙ୍କ ପ୍ରତି ଆଜ୍ଞାଧୀନତା ଏକ ମହାନ ଆସନ୍ତାକାଲି ନେଇ ଆସିବ। ଆସନ୍ତୁ ଆମ୍ଭେ ଯେଉଁଠାରେ କାହିଁ ମଧ୍ୟ ପରମେଶ୍ୱର ଆମ୍ଭମାନଙ୍କୁ ନେତୃତ୍ୱ କରିବେ ତାଙ୍କ ପଛେ ପଛେ ଚାଲିବା, ଯାହାଦ୍ୱାରା ଆମ୍ଭେ ଦିନ ପ୍ରତିଦିନ ଏବଂ ମାସକୁ ମାସ ପରମେଶ୍ୱରଙ୍କ ଲୋକଙ୍କ ରୂପରେ ନୂତନ ରୂପରେ ଜନ୍ମ ନେଇପାରିବା। ମୋତେ ଆଜିର ଉପଦେଶ ସମାପ୍ତ କରିବାକୁ ଦିଅନ୍ତୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।